ନମସ୍କାର ସେପ୍ଟେମ୍ବର 18 ତାରିଖ ଗୁରୁବାର ଦିନର ଆଜି କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକୁ ଆପଣଙ୍କ ପାଇଁ ଆଣିକି ଆସିଛି। ଆଜିର ପ୍ରଥମ ନ୍ୟୁଜ୍, ଏହି ଦିନ ମିଳିବ ପରବର୍ତ୍ତୀ କିସ୍ତି। ପିଏମ୍ କିଷାନ ଯୋଜନାରେ ବାଦ୍ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର। ଏହି ଯୋଜନାରେ ଲାଭ ଉଠାଇବା ପୁଣି ଚାଷୀଙ୍କୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ଏହି ବିକାଶମୂଳକ ଯୋଜନାରେ ପରିବର୍ତ୍ତନ ସୁଦ୍ଧା ରାଜ୍ୟରେ 34 ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇସାରିଲେଣି ଏବଂ ଏହି ଯୋଜନାରେ ମିଳୁଥିବା ସହାୟତା ରାଶି ଓ କୃଷି ଓ କୃଷକ କଲ୍ୟାଣ ଧାରକୁ ଆହୁରି ଉନ୍ନୀତ କରିଛି। ଖୁଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କଥା କହିଥିଲେ। ବର୍ତ୍ତମାନ ଏହି ଯୋଜନା ନେଇ ଅନେକ ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ସେପ୍ଟେମ୍ବର 8 ତାରିଖ ସୁଦ୍ଧା ଚାଷୀଙ୍କୁ କେୱାଇସି ଅପଡେଟ୍ କରିବାକୁ ଧାର୍ଯ୍ୟ କରାଇଥିଲେ। ବର୍ତ୍ତମାନ ଏହି ଅବଧି ଆଉ 6 ମାସ ବୃଦ୍ଧି କରାଯାଇଛି। ପରବର୍ତ୍ତୀ ଖବର, ଓଡ଼ିଶାରେ 75 ଲକ୍ଷ ଗଛ ଲଗାଇବାର ସଂକଳ୍ପ ସଫଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମଦିବସ ଅବସରରେ ଓଡ଼ିଶାରେ 75 ଲକ୍ଷ ଗଛ ଲଗାଇବାର ସଂକଳ୍ପ ସଫଳ ହୋଇଛି ଏବଂ ଏହି ସାମୂହିକ ବୃକ୍ଷରୋପଣ ଅଭିଯାନ ପ୍ରବେଶ ପ୍ରତି ଦାୟିତ୍ୱ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସମାଜ ଏକୋଟି ପ୍ରୟାସ ପ୍ରତିଫଳ କରିଛି ଏବଂ ଦିନ 2ଟା ସୁଦ୍ଧା 93,60,357 ଗଛ ଲଗାଇଛି, ଯାହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ପରବର୍ତ୍ତୀ ଖବର, ରାଜ୍ୟରେ ଆଗାମୀ 3 ଦିନ ଯାଏ ବର୍ଷା ସମ୍ଭାବନା। ଆସନ୍ତା 24 ଘଣ୍ଟା ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବାରୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଏହି 4ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବିଭାଗ ଏବଂ ବିଶେଷ କରି ପ୍ରଶାନ୍ତ ମହାସାଗର ଅଞ୍ଚଳର ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ ଓ ଅବଶିଷ୍ଟ ଅଂଶଗୁଡ଼ିକ ମୁଖ୍ୟତଃ ଆଣ୍ଡାମାନ ସାଗର ଅଞ୍ଚଳ ପ୍ରବେଶ କରିଥାଏ। ମୌସୁମୀ ଲେଉଟାଣି ପରେ ଲାନିନାର ସକ୍ରିୟତା ପ୍ରଶାନ୍ତ ମହାସାଗରରେ ବୃଦ୍ଧି ଏବଂ ବାତ୍ୟାର ସୃଷ୍ଟି ପାଇଁ ପାଗ ଅନୁକୂଳ ରହେ ଏବଂ ମୌସୁମୀ ଅପସାରଣ ପରେ ବାତ୍ୟା ସମ୍ଭାବନା ଆହୁରି ଅଧିକ ବଢ଼ିଯାଏ। ବାୟୁର ତଳ ଉପର ଭାଗରେ ବାୟୁ ପ୍ରବାହ ସମାନ ବେଗରେ ଗୋଟିଏ ଦିଗରେ ହେବା ସହ ତାରତମ୍ୟ କମିଯାଏ, ଯାହା ଫଳରେ ଗୋଟିଏ ଛୋଟିଆ ଲଘୁଚାପ ହେଲେ ବି ବଳ ଗୋଟିଏ ଶକ୍ତିଶାଳୀ ସାଜେ। ସମୁଦ୍ର ପୃଷ୍ଠରୁ ତାପମାତ୍ରା ବୃଦ୍ଧି ହୁଏ କାରଣ ଆକାଶରେ ବାଦଲ ଆଚ୍ଛାଦନ କମ୍ ଥାଏ।